ଛୋଟିଆ ଭୁଲ ପାଇଁ ବେଳେ ବେଳେ ସବୁ କିଛି ବିନାଶ ହୋଇଯାଏ। ତେଣୁ ସମୟ ଥାଉ ଥାଉ ବୁଝିବା ଦରକାର। ନିଜ ଭୁଲ ନିଜେ ହିଁ ଅନୁଭବ କରିବା ଉଚିତ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜୁନ ମାସ 25 ତାରିଖ, ଓଡ଼ିଆ ଆଷାଢ଼ ମାସ 11 ଦିନ, ବୁଧବାର, କୃଷ୍ଣ ପକ୍ଷ ଅମାବାସ୍ୟା ତିଥି, ଯାହା ଅପରାହ୍ନ 3:19 ପର୍ଯ୍ୟନ୍ତ ରହୁଛି। ତାପରେ ପ୍ରତିପଦା ତିଥି ଆରମ୍ଭ ହେଉଛି। ଆଜି ମୃଗଶିରା ନକ୍ଷତ୍ର, ଯାହା ଦିବା 10:03 ପର୍ଯ୍ୟନ୍ତ ରହୁଛି। ତାପରେ ଆଦ୍ରା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:11 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଯାହାକି ଅପରାହ୍ନ 6:23। ଆଜି ଯୁଗ୍ନି ରହିଛି, ଯାହାକି ଐଶାନ କୋଣେ, ଯାହା ଅପରାହ୍ନ 3:19 ପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଅମାବାସ୍ୟାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ଆମିଷ, ତତ୍ସହିତ ପାଣି କଖାରୁ ଭୋଜନ ନିଷେଧ ରହିଛି। ଆଜି ହେଉଛି ଆଷାଢ଼ ଅମାବାସ୍ୟା, ଯାହାକୁ ଆମେ ବିଜୟ ଅମାବାସ୍ୟା ମଧ୍ୟ କହିଥାଉ। ତତ୍ସହିତ ଆଜି 3 ରଥ ପୁରୀରେ, ଯାହାକି ରଥ ଖଳାରେ ଅବସ୍ଥାପନ କରିବେ। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ଯାହାକି ଆଷାଢ଼ ଅମାବାସ୍ୟା କୃତ ସ୍ନାନ, ତତ୍ସହିତ ବ୍ରତ ଉପବାସ କରିପାରିବେ। ତତ୍ସହିତ ଆଜି ଅମାବାସ୍ୟା ଯୋଗୁଁ ଫଳ ନିଷେଧ ରହିଅଛି। ଆଜିର ଶୁଭ ବାର୍ତ୍ତା, ଆପଣଙ୍କ ଘରେ ପୁରୁଣା କ୍ୟାଲେଣ୍ଡର ଯଦି ଅଛି ତାକୁ ନିଶ୍ଚିତ ବଦଳାନ୍ତୁ। ତତ୍ସହିତ କ୍ୟାଲେଣ୍ଡରକୁ ସଦାବେଳେ ଦକ୍ଷିଣ କାନ୍ଥରେ ଲଗେଇଲେ ଶୁଭ ଫଳ ହୋଇଥାଏ। ଆଜିର ଅଶୁଭ ବେଳା, ଯାହା ଦିବା 8:31 ରୁ ଦିବା 10:07 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 11:48 ରୁ ଦିବା 1:30 ମଧ୍ୟ ରହିଛି ରାହୁ କାଳ ସହିତ 12 ବେଳା। ତେଣୁ ରାହୁ କାଳ, 12 ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 7:50 ରୁ ଦିବା 8:30 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:54 ରୁ ଦିବା 4:28 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 9:58 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଧୈର୍ଯ୍ୟ ସହକାରେ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ। ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ଅଗ୍ରଗତି କରିବ। ସରଳ ନିର୍ମଳ ମନୋଭାବ ରଖି କାର୍ଯ୍ୟ କରନ୍ତୁ। ଆପଣଙ୍କର କାର୍ଯ୍ୟ ଆଦୌ ଭୁଲ ହେବ ନାହିଁ। ସମସ୍ତ ଫଳାଫଳ ଆପଣଙ୍କୁ ନିଶ୍ଚିତ ସଫଳତା ଶୀର୍ଷରେ ପହଞ୍ଚିପାରେ ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଆଗକୁ ବଢ଼ିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ବନେଇପାରେ। ତେବେ ମେଷ ରାଶି ବ୍ୟକ୍ତି, ଆଜି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସବର ଦିନ ହୋଇପାରେ। ଆରାମଦାୟକ ଭାବନା ଆସିପାରେ। ତତ୍ସହିତ ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ବନିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି, ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ କରିପାରନ୍ତି। ପୂର୍ବରୁ ଦେଇଥିବା ଅର୍ଥ ଫେରି ପାଇବାର ପୁନର୍ବାର ଚାନ୍ସ ରହୁଛି। ତେବେ ମେଷ ରାଶି ବ୍ୟକ୍ତି, ଆଜି ବେପାର ବାଣିଜ୍ୟ ପାଇଁ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି।
आज मेष राशि व्यक्तिंकर स्वास्थ्यगत दृष्टि देखिले पूर्वर थिबा जहाँकि स्वास्थ्य समस्या आज ताहार समाधान होबार अनेक चांस रहुची। आज मेष राशि व्यक्तिंकर जहाँकि प्रत्येक कार्य विशेष करी कंपटीशन जनित क्षेत्र जदि आपण भाग नउछंती सेथिरे सफलता होबार पूर्ण शुभ जुग रहुची जहाँ आपणक भाग्य चक्र जना पड़ुची। आज मेष राशि व्यक्तिंकर भाग्य संख्या रही जहाँकि 7 भाग्य रंग आपण हालुका हलदिया रंग व्यवहार करि परिबे एवं ग्रह माने आपण को आज 75% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज दिनटे आपण को प्रत्येक कार्य को बुद्धि सहकारे करबा को पड़िबो। योजना प्रस्तुत करी कार्य करंतु कारण अनेक कार्य आपनकर भूल प्रमाणित हेबो तेणु स्थिरता रही कार्य करंतु। वृष राशि व्यक्ति आपनकर धैर्य ही प्रत्येक कार्यर सफलतार चाबिकाठी तेणु योजना प्रस्तुत करी वृष राशि व्यक्ति कार्य करंतु। ऑफिस जनित कार्य आपण त्रुटि होई पारे तेणु यह प्रति ध्यान देवार आवश्यकता रही। राजनैतिक सामाजिक क्षेत्र में आपणकर कार्य दक्षता निम्नगामी रहिबो। शिक्षार्थी विद्यार्थी मानकर आज भाग्य साथ न दे पारे तेबे वृष राशि व्यक्ति आज प्रेम दुनिया रे जो माने जड़ित अछंती निजर जीवन साथी सहित भूल बुझामणा रही निज भितर संपर्क खराब होबार चांस रहुची तेणु यह प्रति ध्यान देवार आवश्यकता रही। आज वृष राशि व्यक्ति जहाँकि पारिवारिक संपर्क भल रखिबा पई चेष्टा करंतु अनावश्यक जुक्तितर्क कलह आड़क आदु जानतु नाही। आज वृष राशि व्यक्तिंकर अर्थजनित कारोबार रे पूर्वरु देइथिबा टंका आज फेरी पाइबा भारी कष्ट तेबे आज काहाकू अर्थ दियंतु नाही किंबा आणंतु नाही ताहा आपनको लाभदायक हेबो। तेबे व्यापार वाणिज्य रे आशा अनुसार सफलता पाइबा टिके वृष राशि व्यक्तिंक कष्टकर होई पारे। आज वृष राशि व्यक्तिंकर स्वास्थ्यगत दृष्टि देखिले आपणकर परिवार वर्गंक नेई आपण चिंतित होई पारंती जहाँकर स्वास्थ्य खराब नहीं आपण किछि अर्थ मध्य खर्च करि पारंती तेबे वृष राशि व्यक्ति यह प्रति ध्यान देवार आवश्यकता रही। परिवार वर्गंक सहित निजर स्वास्थ्य प्रति मध्य सचेतन होबार आवश्यकता रही। आज वृष राशि व्यक्तिंकर भाग्य संख्या रही जहाँकि मिश्रित कला रंग व्यवहार करि परिबे एवं ग्रह माने आपण को आज 40% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज प्रत्येक कार्य रे आपण सफलता पाइबार पूर्ण सुयोग रहुची। आज आपण विभिन्न प्रकार आध्यात्मिक कार्य तत्सहित रोमांटिक कार्य विशेषकर संगीत एवं प्रवचन रे मध्य आपण नियोजित होबार अनेक चांस रहुची। आज समस्त प्रकार कार्य आपण को सफलता प्राप्त करिवार पूर्ण सुयोग रहुची। आज मिथुन राशि व्यक्ति निजर कार्य भल प्रदर्शन करी उपरस्थ कर्मचारी ठारू आपण निश्चित जहाँकि आपणकर कार्य कौशल प्रशंसा पाइबार पूर्ण सुयोग रहुची जहाँ आपणक भाग्य चक्र जना पड़ुछि मिथुन राशि व्यक्तिंकर। आज मिथुन राशि व्यक्ति राजनैतिक सामाजिक क्षेत्र में निजर दक्षता वृद्धि करने सहित शिक्षार्थी विद्यार्थी माने निजर इंटरव्यू रे आपण सफलता प्राप्त करिवार पूर्ण सुयोग रहुची। तेबे मिथुन राशि व्यक्ति जो माने प्रेम संबंध रे जड़ित अछंती आज निजर कथावार्ता को संयमता रखंतु। जदि पूर्वरु थिबा भूल बुझामणार तार समाधान करंतु तेबे आपणकर आज प्रेम संपर्क बंधुत्व एवं नूतन प्रेम कथावार्ता पई भाग्य आपणकर साथ देउछि। आज मिथुन राशि व्यक्तिंकर परिवार वर्गंक सहित हस खुशी रे दिन कटिबार पूर्ण सुयोग रहुछि। आज मिथुन राशि व्यक्तिंकर अर्थजनित कारोबार रे आपण अनेक प्रकार लाभ पाइबार पूर्ण सुयोग रहुछि जहाँ आपणक भाग्य चक्र जना पड़ुछि तेणु अर्थजनित जेकोसी निष्पत्ति नबा पई पूर्ण शुभ जुगर परिस्थिति रे ग्रह माने आज रहिचंती। आज मिथुन राशि व्यक्तिंकर स्वास्थ्यगत दृष्टि देखिले आपण पूर्वरु जदि किछि स्वास्थ्य समस्या थिबो आज ताहार समाधान होबा सहित आपण संपूर्ण फिट रहिबार अनेक चांस रहुछि। आज मिथुन राशि व्यक्तिंकर भाग्य संख्या रही जहाँ कि 3 भाग्य रंग आपण बैगणी रंग व्यवहार करि परिबे एवं ग्रह माने आपण आज 98% साथ दउछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज दिनटे आपण को धैर्य सहकारे मन को दृढ़ करी प्रत्येक कार्य करबा को पड़िबो। गुरुत्वपूर्ण निष्पत्ति ठारू निजकु दूरता अवलंबन करंतु जहाँ आपणक पई भल हेबे। तेबे कर्कट राशि व्यक्ति निजर प्रत्येक कार्य को आपण सफलता बनेबा पई
ନିଜର ଉପରସ୍ଥ କର୍ମଚାରୀ କିମ୍ବା ଆପଣଙ୍କର ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିଲେ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିପାରନ୍ତି କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ନିମ୍ନ ଗାଡ଼ି ଆଡ଼କୁ ଅଗ୍ରଗତି କରୁଛି। ବିଶେଷ କରି ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ। ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ଯାହାକି ଅଶୁଭ ଯୁଗ ପରିସ୍ଥିତି ବନଉଛି। ତେଣୁ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନେ ନିଶ୍ଚିତ ଆପଣଙ୍କର ପ୍ରେମ ସମ୍ବନ୍ଧ ଉତ୍ତମ ରଖିବା ପାଇଁ ଚେଷ୍ଟା କରନ୍ତୁ। କିଛି ମାତ୍ରାରେ ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ସମ୍ପର୍କ ଭିତରେ ତିକ୍ତତା ଦେଖା ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି କର୍କଟ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭିତରେ ଆପଣଙ୍କର କିଛି ତ୍ରୁଟି ବା ମନମାଳିନ ବା ନିଜ ଭିତରେ ଯୁକ୍ତିତର୍କ କଳହ ଆଡ଼କୁ ଅଗ୍ରଗତି କରିପାରେ। ତେଣୁ ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଟଙ୍କା ଅଧିକ ବିନିଯୋଗ କରନ୍ତୁ ନାହିଁ କିମ୍ବା ଆଜି ବିନିଯୋଗ ଠାରୁ ଦୂରତା ଅବଲମ୍ବନ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। କାରଣ ଆଜି ଅର୍ଥଜନିତ କାରବାରରେ ଆପଣ ଆଶା ଅନୁଯାୟୀ ସଫଳତା ପାଇବା ଭାରି କଷ୍ଟକର ଯୁଗ ବନଉଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ବିଶେଷ କରି ମାନସିକ ଯାହାକି ମୁଣ୍ଡ ବିନ୍ଧା ତେବେ ଏହା ଅଧିକ ପରିମାଣରେ ଆଜି ଦେଖା ଦେବାର ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଯାହାକି ସଫଳତା ଆଡ଼କୁ ଅଗ୍ରଗତି କରୁଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସିଂହ ରାଶି ବ୍ୟକ୍ତି ଆଜି ଉତ୍ତମ ଦିନ ହୋଇପାରେ। ତେବେ ଆଜି ନିଜର କାର୍ଯ୍ୟକୌଶଳ ଦେଖି ଅନ୍ୟମାନଙ୍କ ଠାରେ ଆପଣ ପ୍ରଶଂସା ପାଇବାର ପୂର୍ଣ୍ଣ ଶୁଭ ଯୁଗ ରହିଛି। ସିଂହ ରାଶି ବ୍ୟକ୍ତି ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ଆଜି ସିଂହ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଯାହାକି ଉପ ଅର୍ଥାତ ଯାହାକି ଗ୍ରହମାନେ ଆପଣଙ୍କୁ ଶୁଭ ଯୁଗ ପରିସ୍ଥିତି ବନଉଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଯାହାକି ଭାଗ୍ୟ ଗ୍ରହ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ତେବେ ସିଂହ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଜର ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବା ସହିତ ନୂତନ ପ୍ରେମ କଥାବାର୍ତ୍ତା ପାଇଁ ଆଜି ଭାଗ୍ୟ ଆପଣଙ୍କର ସାଥ ଦେଇପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ନୂତନ ବେପାର ବାଣିଜ୍ୟ ପାଇଁ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ଫିଟ୍ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଶା ଠାରୁ ଅଧିକ ଆରାମଦାୟକ ହୋଇପାରେ। ତେବେ ପ୍ରତ୍ୟେକ କାର୍ଯ୍ୟକୁ ସତେଜ ଏବଂ ଭଲ କାର୍ଯ୍ୟ ପ୍ରଦର୍ଶନ କରି ନିଜର ପ୍ରଶଂସାର ପାତ୍ର ବନି ଯାଇ ପାରନ୍ତି କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତି ବନଉଥିବାରୁ ସମସ୍ତ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହିଛି। ତେବେ କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଜି ଦକ୍ଷତା ଏବଂ ମାନ ସମ୍ମାନ ବୃଦ୍ଧି ହେବାର ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ଭାବ ପ୍ରବଣତା ଅଧିକ ଦେଖା ଦେଇପାରେ। ନିଜର ଜୀବନ ସାଥୀଙ୍କ ସହିତ ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ନୂତନ ପ୍ରେମ କଥାବାର୍ତ୍ତା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣଙ୍କର ଅର୍ଥ ଯାହାକି ସତର୍କତା ସହିତ ପରିଚାଳନା କରନ୍ତୁ।
କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଭାଗ୍ୟ ଆପଣଙ୍କୁ ବେପାର ବାଣିଜ୍ୟରେ ଆଜି ନିଶ୍ଚିତ ଲାଭ ଆଡ଼କୁ ଅଗ୍ରଗତି କରିପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ଭଗବା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କୁ ଭାରି କଷ୍ଟକର ହୋଇପାରେ। ତେବେ ଆପଣ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଅନେକ କାର୍ଯ୍ୟ ଆପଣଙ୍କୁ ଭାରି ବିରକ୍ତପଣ, ଭୁଲ କାର୍ଯ୍ୟ କରିବେ, କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି, ଯାହା ପାଇଁ ମାନସିକ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ସଂଯମତା ସହକାରେ କାର୍ଯ୍ୟ କରନ୍ତୁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଜୀବନ ସାଥୀଙ୍କ ସହିତ ଭିତ୍ତିହୀନ କଥାବାର୍ତ୍ତା କରନ୍ତୁ ନାହିଁ। ଭୁଲ ବୁଝାମଣା ହୋଇପାରେ, ଯାହାକି ଆପଣଙ୍କର ସମ୍ପର୍କ ତ୍ରୁଟିବାର ବା ଯାହାକି ଅନେକ ଦିନ ଭିତରେ ଯାହାକି ନିଜ ଭିତରେ ସମ୍ପର୍କ ଖରାପ ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ବା କଟୁ କଥାବାର୍ତ୍ତା କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଚୁପ୍ ରହି ନିଜର କାର୍ଯ୍ୟ କରନ୍ତୁ, ଦେଖିବେ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିପାରେ। ତେବେ ଆଜି ନୂତନ ପ୍ରେମ ପାଇଁ ଆଦୌ କଥାବାର୍ତ୍ତା କରନ୍ତୁ ନାହିଁ, ତା ପାଇଁ ଦୂରତା ଅବଲମ୍ବନ କରନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡ଼ିପାରେ। ତେଣୁ ନିଶ୍ଚିତ ବେପାର ବାଣିଜ୍ୟ କରୁଥିଲେ ସାବଧାନ ସହକାରେ ନିଜର ବେପାର ବାଣିଜ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ହେବାର ଅତ୍ୟନ୍ତ ଆବଶ୍ୟକତା ରହିଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଯାହାକି ଆଶା ଠାରୁ ଅଧିକ ସଫଳତା ପାଇ ନ ପାରନ୍ତି। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଟିକେ ଦୂରତା ଅବଲମ୍ବନ କରନ୍ତୁ। ତେବେ ବିଛା ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଗୁଡ଼ିକ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରନ୍ତୁ। ଉପରସ୍ଥ କର୍ମଚାରୀଙ୍କ ଠାରୁ ନିଜର କାର୍ଯ୍ୟ ପରିଚାଳନା କରିବା ପାଇଁ ନିଶ୍ଚିତ ତାଙ୍କର ପରାମର୍ଶ ନିଅନ୍ତୁ, ଦେଖିବେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେଇ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ସମ୍ପର୍କରେ ନିଜର ମଧୁର ବାର୍ତ୍ତାଳାପ କରିବା ପାଇଁ ଚେଷ୍ଟା କରନ୍ତୁ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। କୌଣସି କଟୁ କଥା ଜୀବନ ସାଥୀ କୁହନ୍ତୁ ନାହିଁ, ଯାହା କଟୁ କଥା କହିଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କର ସମ୍ପର୍କ ଖରାପ ହେବାର ଚାନ୍ସ ରହୁଛି, ଯାହା ପାଇଁ ବହୁତ ମହଙ୍ଗା ପଡ଼ିପାରେ ଆପଣଙ୍କୁ। ତେବେ ବିଛା ରାଶି ବ୍ୟକ୍ତିଙ୍କର ଆଜି ପରିବାର ସମ୍ବନ୍ଧ ନିଜର ଯାହାକି ସମ୍ପର୍କ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ପରିଚାଳନା କରିବା ଠାରୁ ଉପହାର ଯୁକ୍ତ ଅର୍ଥାତ୍ ନିଜର ବୟସ୍କ ବ୍ୟକ୍ତି ବା ଉପରସ୍ଥ କର୍ମଚାରୀ କିମ୍ବା ଆପଣ ଗୁରୁଜନଙ୍କ ଠାରୁ ପ୍ରଶଂସା ନେଇ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କର ବେପାର ବାଣିଜ୍ୟରେ ଲାଭ କରିପାରିବେ। ନହେଲେ ଆପଣ ଆଜି କ୍ଷତି ସାମ୍ନା କରିବାକୁ ପଡ଼ିପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆଉ ଟିକେ ବଢି ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆଜି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି ନିଜର କାର୍ଯ୍ୟକୌଶଳ
परिदर्शन करी कठिन परिश्रम बलरे समस्त कार्य संपूर्ण करिवार क्षमता आपणक पाखरे देखा देई पारे धनुराशि व्यक्तिंकर। धनुराशि व्यक्ति आज कर्म क्षेत्र रे भल प्रदर्शन करी प्रशंसार पात्र बनी जाई पारंती, जहा आपणक भाग्य चक्र जना पड़ुछि। विशेष करी चाकरी क्षेत्र रे आज धनुराशि व्यक्ति जहा कि आपणकर कार्य कौशल समस्तंकु प्रशंसा योग्य बनी जाई पारंती। आपण आज धनुराशि व्यक्ति राजनीतिक सामाजिक क्षेत्र रे आपणकर कार्य कौशल समस्तंकु दृष्टि आकर्षण करिवा सहित प्रशंसा एवं आपणकर दबदबा बढ़ी पारे। आज धनुराशि व्यक्तिंकर जहा कि आपणकर शिक्षार्थी विद्यार्थी मानक पई उत्तम युग रहिछि। इंटरव्यू एग्जाम थिले सेथिरे सफलता प्राप्त करि पारंती। तेबे धनुराशि व्यक्ति आज प्रेम दुनिया रे जो माने अछंती निश्चित निजर जीवन साथी सहित भल बुझामणा रखिबा पई चेष्टा करंतु। तत्सहित आपणकर मधुर वार्तालाप रे निश्चित तांकर मन जिणिबार आज उत्तम युग रहिछि। आज धनुराशि व्यक्ति नूतन प्रेम वार्तालाप करिबा पई भाग्य आपणकर साथ देउछि। आज धनुराशि व्यक्ति जहा कि आपणकर परिवार वर्गक सहित हस खुशी रे दिन कटिबार उत्तम युग रहुछि। तेबे धनुराशि व्यक्ति आज अर्थजनित कारोबार रे आपण निश्चित आज भल सुजोग रहुछि। अर्थ जेकोसी जगार निवेश करिबा पई उत्तम युग रहुछि, जहा आपणक भाग्य चक्र जना पड़ुछि। तेणु उत्तम व्यापार वाणिज्य करिबा पई शुभ युग परिस्थिति बनौछि। आज धनुराशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य उत्तम रहिबो, जहा आपणक भाग्य चक्र जना पड़ुछि। तेबे आज धनुराशि व्यक्तिंकर भाग्य संख्या रही जहा कि 6। भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज 75% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज दिनटी आपणक पई निश्चित निजर लक्ष्य स्थले पहुंचीबार उत्तम युग रहुछि। आज कठिन परिश्रम बलरे समस्त कार्य आपण सफलता हासिल करिबार उत्तम युग रहुछि, जहा आपणक भाग्य चक्र जना पड़ुछि। तेबे मकर राशि व्यक्ति आज प्रत्येक कार्य रे चैलेंज आसी पारे, जहा को सामना करी आपण निजर लक्ष्य स्थले पहुंचीबार पूर्ण सुजोग रहुछि मकर राशि व्यक्तिंकर। आज मकर राशि व्यक्ति निजर कार्य पई दूर यात्रा जदि करूछंती सेथिरे निश्चित सफलता होई पारंती। आज मकर राशि व्यक्ति राजनीतिक सामाजिक क्षेत्र रे आपणकर दक्षता वृद्धि करिवा सहित आज शिक्षार्थी विद्यार्थी मानकर भाग्य उत्तम युग परिस्थिति बनौछि। आज मकर राशि व्यक्ति अर्थजनित कारोबार रे आपण अनेक प्रकार लाभ पाइबार पूर्ण युग रहुछि, जहा आपणक भाग्य चक्र जना पड़ुछि। तेणु निश्चित अर्थजनित जेकोसी निष्पत्ति नबा पई ग्रह माने आपणकु उत्तम युग रहुछि। तेबे आज मकर राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य चिंता बढ़ी जाई पारे, जहा आपणकर किछि मुंड बिंधा जनित समस्या जदि पूर्वरु थिबे तेबे यहा प्रति ध्यान दबार आवश्यकता रहिछि। तेबे मकर राशि व्यक्ति आज आपणकर जहा कि प्रेम दुनिया रे जो माने अछंती निश्चित जीवन साथी सहित भल संबंध रहिबो, जहा आपणक भाग्य चक्र जना पड़ुछि। तेबे आज मकर राशि व्यक्तिंकर भाग्य संख्या रहिछि 4। भाग्य रंग आपण धूसर रंग व्यवहार करि परिबे एवं ग्रह माने आपण को आज 85% साथ दउछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज दिनटी आपणकर प्रत्येक कार्य सफलतार पाइबार पूर्ण सुजोग रहुछि। तेबे कार्य परिचालना क्षेत्र रे आपण को योजना प्रस्तुत करी कार्य करिले कौनसी कार्य आपणकर त्रुटि हेबो नाही कुंभ राशि व्यक्तिंकर। आज कुंभ राशि व्यक्ति कार्य रे अनेक चाप आसी पारे। उत्तम फलाफल पाई योजना प्रस्तुत करंतु, धैर्य सहकारे कार्य करंतु। कौनसी कठिन परिश्रम कार्य आपण को निश्चित अति कम समय रे पूर्ण हेबो, जहा आपणक भाग्य चक्र जना पड़ुछि। आज कुंभ राशि व्यक्ति शिक्षार्थी विद्यार्थी मानकर भाग्य उत्तम युग बनै पारे। राजनीतिक एवं सामाजिक क्षेत्र रे कार्य किछि मात्रा रे आगो को बढ़िबो एवं प्रतिष्ठा बढ़िबार पूर्ण सुजोग रहुछि, जहा कुंभ राशि व्यक्ति भाग्य चक्र जना पड़ुछि। तेबे कुंभ राशि व्यक्ति आज प्रेम दुनिया रे जो माने जड़ित अछंती निश्चित निजर जीवन साथी सहित भल संबंध रखंतु, जहा आपणक भाग्य चक्र जना पड़ुछि। तेबे परिवार संबंध सहित किछि भूल बुझामणा होई पारे,
तेणु यह प्रति ध्यान दबार आवश्यकता रही कुंभ राशि व्यक्तिंकर। आज कुंभ राशि व्यक्ति अर्थजनित कारोबार निश्चित ध्यान पूर्वक व्यापार वाणिज्य करंतु। अनावश्यक खर्च ठारू निजको दूरता अवलंबन करंतु जहाँ आपणक पई भल हेबे। तेबे आज कुंभ राशि व्यक्ति आपणकर स्वास्थ्यगत दृष्टि देखिले आपण संपूर्ण सुस्थ रही पारंती। पूर्वरु जदि किछि स्वास्थ्य समस्या थिबो ताहा मध्य आज निश्चित आपणकर स्वास्थ्य समस्या दूरीभूत होबार अनेक चांस रहुछि। आज कुंभ राशि व्यक्तिंकर भाग्य संख्या रही जहाँ कि 2। भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज 70% साथ दउछंती। एबे चालंतु जानिबा मीन राशि व्यक्ति विषय। मीन राशि व्यक्ति आज प्रत्येक कार्य आपण को आत्मविश्वास सहकारे कार्य करने को पड़िबो। आपणकर भाग्य आज आपणकर साथ नाही। तेणु अनावश्यक कार्य बा अनावश्यक कथाबार्ता ठारू निजको संयमता निहाती आवश्यकता रही मीन राशि व्यक्तिंकर। आज मीन राशि व्यक्ति आपणकर जहाँ कि राजनीतिक सामाजिक क्षेत्र में आपणकर भाग्य ग्रह निम्नगामी रहुछि। शिक्षार्थी विद्यार्थी माने निजर पाठ पढ़ा प्रति अवहेला करि पारंती। तेणु यह प्रति सचेतन रहिबार आवश्यकता रही। आज मीन राशि व्यक्ति वृत्तिगत कार्य रे आपण सकारात्मक भावना रखी कार्य करंतु। प्रेम दुनिया रे जो माने जड़ित अछंती मधुर संपर्क रखिबा पई चेष्टा करंतु। आवश्यक स्थले चुप रुहंतु। आपणकर प्रेम संपर्क स्थिरता रहिबो। परिवार वर्गक सहित आज हस खुशी रे दिन कटिबार सुयोग देई पारे। व्यापार वाणिज्य रे आपण आशा अनुसार सफलता पाई न पारंती। तेणु ध्यान पूर्वक व्यापार वाणिज्य करंतु जहाँ आपणक पई भलो हेबो। आज जहाँ कि मीन राशि व्यक्तिंकर आपणकर स्वास्थ्यगत दृष्टि देखिले आपणकर स्वास्थ्य जनित पूर्वर जदि समस्या थिबो आज मध्य आहुरी बढ़ी जाई पारे जहाँ आपणक भाग्य चक्र रु जना पड़ुछि। आज मीन राशि व्यक्तिंकर जदि दूरयात्रा किछि कार्य पई जाउछंती ताहा आशा अनुसार सफलता पाई न पारंती बरं आपणकर विफलता सामना करि पारंती। आज मीन राशि व्यक्तिंकर भाग्य संख्या रही 9। भाग्य रंग आपण हलदिया रंग व्यवहार करि परिबे एवं ग्रह माने आपण को आज 40% साथ दउछंती। ओम विष्णवे नमः। नमस्कार।